ଛକାରେ ଭାଙ୍ଗିଲା ଷ୍ଟାଡିୟମ କାଚ। ରିଙ୍କୁଙ୍କ ଧୂଆଁଦାର ବ୍ୟାଟିଂ ସମସ୍ତଙ୍କୁ ଚକିତ କଲା। ଶେଷରେ ବିସିସିଆଇକୁ କ୍ଷମା ମାଗିଲେ ରିଙ୍କୁ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟି20 ମ୍ୟାଚ୍ ରୋମାଞ୍ଚକ ଥିଲା। ଭାରତକୁ 5 ୱିକେଟରେ ପରାସ୍ତ କରିଥିଲା ଦକ୍ଷିଣ ଆଫ୍ରିକା। ତେବେ ଭାରତର ପରାଜୟ ସତ୍ତ୍ୱେ ରିଙ୍କୁ ସିଂଙ୍କ ଧୂଆଁଦାର ବ୍ୟାଟିଂ ସମସ୍ତଙ୍କୁ ଚକିତ କରିଛି। ଏହି ମ୍ୟାଚ୍ରେ ସେ ଛକା ମାରି ଷ୍ଟାଡିୟମର କାଚ ମଧ୍ୟ ଭାଙ୍ଗି ଦେଇଥିଲେ। ତେଣୁ ଏନେଇ କ୍ଷମା ମଧ୍ୟ ମାଗିଛନ୍ତି। ସେ ନିଜେ କହିଛନ୍ତି, ମୁଁ ମୋ ବାପା ମାଆଙ୍କ ସ୍ୱପ୍ନ ପୂରଣ କରୁଛି। ମୋର ଇଚ୍ଛା ଥିଲା ଛୋଟବେଳୁ କ୍ରିକେଟ ଖେଳିବା ପାଇଁ, ଆଉ ଯଦି ସୁଯୋଗ ମିଳିଲା ମୁଁ ସୁଯୋଗ କାହିଁ ଛାଡ଼ିବି। ତେଣୁ ମୁଁ ମୋ ନିଜର ଭଲ ପ୍ରଦର୍ଶନ ଦେଖାଉଛି। ଏନେଇ ବିସିସିଆଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଭିଡ଼ିଓରେ ସେୟାର କରିଛନ୍ତି ରିଙ୍କୁଙ୍କ ଏକ ମଜାଳିଆ ଢଙ୍ଗରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। କିନ୍ତୁ ସେ କହିଛନ୍ତି ଯେ ଷ୍ଟାଡିୟମ କାଚ ଭାଙ୍ଗିଛି ବୋଲି ମୁଁ ଜାଣିନଥିଲି। ଯେତେବେଳେ ଆପଣ ଆସି ମୋତେ କହୁଛନ୍ତି ମୁଁ ଜାଣିବାକୁ ପାଇଲି ଯେ ଷ୍ଟାଡିୟମ କାଚ ଭାଙ୍ଗିଛି ବୋଲି। ମୋ ସଟ୍ରେ ଷ୍ଟାଡିୟମ କାଚ ଭାଙ୍ଗିଯିବ ବୋଲି ମୁଁ କେବେ ବି ଭାବିନଥିଲି। ଏବେ ମୋ ବାପା ମାଆଙ୍କ ସ୍ୱପ୍ନ ମଧ୍ୟ ମୁଁ ପୂରଣ କରୁଛି। ଆଗକୁ ଗୋଟେ ଭଲ କ୍ରିକେଟର ହେଇ ଦେଖେଇବି। ଏବେ ରିଙ୍କୁଙ୍କ ନଜର ସମସ୍ତଙ୍କ ଉପରେ। ରିଙ୍କୁ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ରିଙ୍କୁଙ୍କ ଖେଳ ସମସ୍ତଙ୍କୁ ଚକିତ କରୁଛି। ମହେନ୍ଦ୍ର ସିଂ ଧୋନି ମଧ୍ୟ ରିଙ୍କୁଙ୍କ ପ୍ରଶଂସା କରିଛନ୍ତି। ରିଙ୍କୁଙ୍କୁ କହିଛନ୍ତି, ଏମିତି ଭଲ ଭାବରେ ଖେଳ ଏବଂ ନିଜ ଦେଶ ପାଇଁ କିଛି କର। ରିଙ୍କୁ ମଧ୍ୟ ସେହି ସମୟରେ କହିଛନ୍ତି ଯେ ମୁଁ ଆଗକୁ ଆହୁରି ଭଲ ଖେଳିବି। IPL ଆଗକୁ ହେବାକୁ ଯାଉଛି। ରିଙ୍କୁଙ୍କ IPLର ଝଲକା ଦେଖିବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି। ଏପର୍ଯ୍ୟନ୍ତ ରିଙ୍କୁଙ୍କର ବହୁତ ବଡ଼ ଫ୍ୟାନ୍ ମଧ୍ୟ ହେଇଗଲେଣି। ରିଙ୍କୁ କହୁଛନ୍ତି ଯେ ପ୍ରକୃତରେ ମୁଁ କେବେ ବି ଭାବିନଥିଲି ମୁଁ କ୍ରିକେଟରେ ଖେଳିବି ଏବଂ ସୁଯୋଗ ପାଇବି ବୋଲି। ଆଜି ଯଦି ସୁଯୋଗ ପାଇଛି ମୁଁ କେବେ ବି ହାତ ଛଡ଼ା କରିବିନି।